ଆମେ ଏବେ ପହଞ୍ଚିଛୁ ଆମର ବ୍ୟାଙ୍କ ଦେଖିପାରୁଥିବେ। ତ ବ୍ୟାଙ୍କରେ କ'ଣ କ'ଣ କାମ ହେଉଛି ଚାଲନ୍ତୁ ଦେଖିବା। ଏସବୁ ଲୋକ ବସିଛନ୍ତି। ତ ବ୍ୟାଙ୍କର ଇଏ ଲୋକ ସବୁ ଗାଡ଼ି ଏଠି ଠିଆ ହେଇଛି ଦେଖିପାରୁଥିବେ। ତ ବ୍ୟାଙ୍କର ଭିତର କ'ଣ ହେଉଛି ଚାଲନ୍ତୁ ଦେଖିବା। କେତେ ଭିଡ଼ ହେଇଛି ଏଠି। କେତେ ମାତ୍ରାରେ ଭିଡ଼ ସବୁ ଦେଖିପାରୁଥିବେ। ଏଠି ଆମ ଗ୍ରୁପ୍ ସେଠି କାମ ହେଉଛି। କାମ ହେଉଛି ସବୁ ଆମର ଲେଖାପଢ଼ା ଗ୍ରୁପ୍। ତ ଏପଟେ ଦେଖିପାରୁଥିବେ ଆମର କେରକମ ଗଛ ଅଙ୍କା ହେଇଛି ସବୁ। ତ ଆଉ ଟିକେ ଆଗକୁ ଗଲେ ଦେଖିପାରିବେ ବହୁତ ପଟେ ଗୋଟେ ପୋଖରୀ ଅଛି। ସେ ପୋଖରୀର ମାନେ ମାଛକା ବହୁତ ଏତେ ପୁରୁଣା ହେଇଛନ୍ତି ଯାହାକି ସେ ମାଛ ଦେହର ଇଏ ଆମର ଚୁଟି ହେଇଗଲାନି। ଚାଲନ୍ତୁ ଆଗକୁ ଦେଖିବା କେତେ ବଡ଼ ପୋଖରୀଟା। ସେଇଟା ପୋଖରୀକୁ ଯାଇତେ ରାସ୍ତା, ତା ପଟ ସବୁ ଗଛ ହେଇଛି, ଦିପଟ ଗଛ। ঠিক আছে, ସବୁ ମାଟି ତାଡ଼ିକି ପାଖାପାଖି ଦେଖିପାରୁଥିବେ। ଏଇଟା ସବୁ ଏଇଟା ମାନେ ଉଞ୍ଚା ଥିଲା ଆଉ ମାଟି ତାଡ଼ିକି ସବୁ ଇଏ କରାହେଇଛି, ରାସ୍ତା କରାହେଇଛି। ସବୁ ମାଟି ତାଡ଼ା ହେଇଛି ଦେଖିପାରୁଥିବେ। ସେ ଚେର ସବୁ ଗଛର ଚେରକା ତଳକୁ ବହି ପଡ଼ିଛି। ତ ସେ ଆମର ପହଞ୍ଚିଗଲା ଅଳ୍ପ ବାଟ ଅଛି ପୋଖରୀ ପହଞ୍ଚତେ। ସେଠି ଗୋଟେ ମନ୍ଦିର ଅଛି, ଆମର ଶିବ ମନ୍ଦିର ବୋଧେ। ଚାଲନ୍ତୁ ଦେଖିବା ଆଗକୁ। ଏଠି ଗୋଟେ ପୁରୁଣା ଘର ଥିଲା ଆଗରୁ। ଏ ଘରଟା କିଛି କ'ଣ ତିଆରି ହେଇଥିଲା ଦେଖୁନ, ମିଟର ହେଙ୍କା ଲାଗିଛି ବର୍ତ୍ତମାନ ବି। ଦେଖିପାରୁଥିବେ ମିଟର ଏବେ ବି ଚାଲିଛି, କିନ୍ତୁ ଘର ସବୁ ଏଠି ପୁରା ପାଣି ଟାଙ୍କି ବି ମଧ୍ୟ ହେଇଛି। ଘରଟା ବହୁତ ପୁରୁଣା ବୋଧେ, କାରଣ ସେଟା ଭାଙ୍ଗିଗଲାଣି ସବୁ। ତାର ଏଜବେଷ୍ଟର କିଛି ନାହିଁ, କେବଳ ଭାଙ୍ଗା ଘରଟା ଗୋଟେ ଠିଆ ହେଇଛି। ଏଠି ଗୋଟେ କେତେ ବଡ଼ ଆମର ବଟ ଗଛ ହେଇଛି, ବହୁତ ପୁରୁଣା ଗଛ। ତାର ସବୁ ସେ ଗଛର ସବୁ ଇଏ କାକାରକୁ ଉଳି ପଡ଼ିছে ଦେଖିପାରୁଥିବେ, ମାନେ ଚେର ଟାଇପର। ତ ଏଠି ମାନେ ବହୁତ ପୁରୁଣା ଜାଗା ଏଟା। ତ ସେ ଆରପଟରେ ଗୋଟେ ହେଇଛି ମଧ୍ୟ ବଟ ଗଛ, କିନ୍ତୁ ଏଇ ଗଛଟା ବହୁତ ବଡ଼। ଉଳି ପଡ଼ିଛି କାରକ ସବୁ ଚେର ରକମ ଚାରିପଟେ ଉଳିଛି। ଆଉ ଟିକେ ଆଉ 4-5 ଆମର 10 ମିଟର ଖଣ୍ଡେ ଗନେ ବୋଧେ ପୋଖରୀଟା ଦେଖିପାରୁଛ, ଦେଖାହେଉଛି। ପୋଖରୀ ପହଞ୍ଚିଗଲାଣି। ସେଠି ଗୋଟେ ମନ୍ଦିର ହେଇଛି ଦେଖିବେ। ମନ୍ଦିର ପାଖରେ କି ପୁରା ପୋଖରୀ ଉପରେ କି ପୁରା ମନ୍ଦିରଟା ହେଇଛି। ତ ବହୁତ ଏଠି ମାନେ ଗରମ ଦିନ ହେଇଛି, ବହୁତ ମାନେ ଆରାମ ସୁନସାନ ଜାଗା। ଦେଖିପାରୁଛି ସେ ଆମର ବଟ ଗଛ ମୂଲକି ମାନେ ଆରାମସେ ଶୋଇ ବି ପାରିବେ। ଶୋଇବା ପାଇଁ ସବୁ କେତେ ସୁନ୍ଦର ସବୁ କରିଦିଆ ହେଇଛି ଆମର ପାକାର ଗୋଟେ। ତା ମୂଳଟା କେତେ ମୋଟା ଦେଖିପାରୁଛି, ବହୁତ ପୁରୁଣା ଗଛ ଇଏ। ଚେର ସବୁ ଏକା ଉଳିଛି। ଏଠୁ ଗୋଟେ ନୂଆ ମନ୍ଦିର କିଛି ହେଇଛି। ସେ ମନ୍ଦିରଟା ମାନେ ମନ୍ଦିର ଇଏ ହେଇଛି, କିନ୍ତୁ ତାର ମନ୍ଦିର ଆଗ ପଟଟା ହେଇନି। ଏଠି ଅଧା କାମ ହେଇକି ଅଛି। ସେଟା ଛାତ ପଡ଼ିନି। ତାର ଷ୍ଟାଇଲଟା ଏରକମ ବୋଧେ କରିଛନ୍ତି। ଏଇଟା କିସ ମନ୍ଦିର, ଏଇଟା ମନ୍ଦିର ଦେଖିସ ଆମ ଶିବ ମନ୍ଦିର ବୋଧେ ହବ। ତାର ସେ ଠାକୁର ଯଦି ବସନ୍ତି ସେଇଟା ତିଆରି ହେଇକି ଅଛି, ଆଉ କିଛି ହେଇନାହିଁ। ତ ଦେଖିପାରୁଥିବେ ଏଠି ପାରାମାନେ ମନ୍ଦିର ଉପରେ ଘୁରୁଛନ୍ତି। କିଛି ପାରା ଉଡ଼ିଉଛନ୍ତି, କିଛି ଆଉଛନ୍ତି। ତାର ଆରାମସେ ରହିଛନ୍ତି ମନ୍ଦିର ଉପରେ ସେ ନେତ ପାଖରେ ଦେଖିପାରୁଥିବେ। ଦେଖ ସେ ମନ୍ଦିର ଉପରକୁ ଆମର ବଟ ଗଛଟା ପୁରା ଢାଙ୍କୁଡ଼ିକି ରଖିଲାର ଅଛି।
ସେଠି ଜଣେ ଆମର ଭାଇ ସେ ବୋଧେ ତାଙ୍କ ମାଇଣ୍ଡ କାମ କରୁନି, ସେ ସବୁ ଅଳିଆ ଯେଉଁ ନୁଗା ଫୁଗା ଯାହା ଛିଡ଼ାମିଡ଼ା ପଡ଼ିଛି ସେଇଟା ସବୁ ଗୋଟେଇକି ନେଇକି ଯାଉଛନ୍ତି ବାଡ଼ି ଧରି ଧରିକି। ବୋଧେ ତାଙ୍କର ମାଇଣ୍ଡ ପୁରା କାମ କରୁନି। ସାଙ୍ଗମାନେ ଏବେ ପହଞ୍ଚିଗଲୁ ଘରେ। ତ ଏଠି ଆମର ଗାଈ ପାଖରେ କୁଣ୍ଡା ହାଣ୍ଡି ଦିଆଯାଇଥିଲା, ସବୁ ଆଗେ ଯେତେ ଖାଇଛି ଆଉ ପକେଇ ଦେଇଛି, ସବୁ ପକେଇ ଦେଇଛି। ଏଠି ଦେଖିବା ତ ପକେଇ ଦେଇଛି, କାରଣ ଆମର ରେଡ଼ି କରିକି ଯାଇଥିଲେ କୁଣ୍ଡା ହାଣ୍ଡି ଖାଇବା ପାଇଁ। ଆମର ବ୍ୟାଙ୍କରୁ ଆସିତେ ଟିକେ ଲେଟ୍ ହେଇଯିବ। ଯାହା ଖାଇଛି ଖାଇଛି ଆଉ ସବୁ ପକେଇ ଦେଇଛି। ତ ଯାହା ବି ହଉ ଆରେ ଶ୍ରୀକୃଷ୍ଣ ଡ୍ୟାନ୍ସଟା ଦେଖିପାରୁଛ, ଏଇଟା କି ଡ୍ୟାନ୍ସ? ତ ଏବେ ଟିକେ ଗାଡ଼ି ଆମ ତ ଜାଗାରେ ରଖିଦେବା। ତ ସାଙ୍ଗମାନେ ଆଜି ଭିଡ଼ିଓଟିକୁ ଏଇଠି ରଖୁଛୁ। ତ ଆମ ଭିଡ଼ିଓଟିକୁ ଭଲ ଲାଗିଥିଲେ ସେୟାର କରିବେ, ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ। ଜୟ ଜଗନ୍ନାଥ।